ଆପଣ ପ୍ରଧାନମନ୍ତ୍ରୀ ଗୋଟିଏ କଥା ଆଗ ରଖନ୍ତୁ ଯେ ଯୋଉ କଥା କହିଥିଲେ ନିର୍ବାଚନ ବେଳେ ଏ କଥା ଗୁଡିକ ଅପେକ୍ଷା ଯେ ଆମେ ମୋର ବନ୍ଧୁ ନବୀନ ପଟ୍ଟନାୟକ ମୋ ବନ୍ଧୁଙ୍କ ଦେହ ଅସୁସ୍ଥ ମୁଁ ତାଙ୍କୁ ସଜାଡ଼ିବି ମୁଁ ତାଙ୍କୁ ସୁସ୍ଥ କରିବି ତାଙ୍କୁ ଯୋଉ ଅଣ ଓଡିଆ ମାଫିଆ ମାନେ ଏଠି ତାଙ୍କ ଅଣ୍ଟା ଭାଙ୍ଗିବି ସେ ଅଣ ଓଡିଆ ମାଫିଆ ହଉଛି ପାଣ୍ଡିଆନ ସେ ତ ଉପଦ୍ରବ କରୁଛି ଏବେ ବି ଯାଇକି ତାଙ୍କର ଫୁଲା ଭାଙ୍ଗିଆ ହେଇକି ଡମଣା ଛକରେ ଜଣେ ଡକ୍ଟରଙ୍କ ବାହାରକୁ ଯାଇଥିଲେ ପୁଣି ଯାଇଥିଲେ କଟକ ଯୋଉ ଯାଇଥିଲେ ତ୍ରିଶୁଳିଆ ଛକ ଗୋଟେ ଭୋଜି ଖାଇ ଯାଇଥିଲେ ଏବଂ ତାଙ୍କର ସେ ଯୋଉ ଏବେ ବି ସେ ତାଙ୍କର ଯୋଉ ଖଣି ଖାଦାନ ଗାଡି ମଟର ସବୁ ବେପାରରେ ଲିପ୍ତ ଅଛନ୍ତି ଗୋଟେ ସାଧାରଣ ଲୋକ ଓଡିଆ ଲୋକ ଓଡିଶାକୁ ଆସିଥିଲେ ଚାକିରି କରିବାକୁ ସେ କେମିତି ଏତେ ପାୱାରଫୁଲ ହେଇଗଲେ ଯେ ହେଲିକପ୍ଟରରେ 235 ଥର ବୁଲିଲେ 256 ଥର ନିର୍ବାଚନ ବେଳେ ତେଣୁ ଏସବୁ ବ୍ୟବସ୍ଥା ଭିତରେ ଯୋଉ ଯାହା ସବୁ କାର୍ଯ୍ୟକ୍ରମ ଯୋଉ ନରେନ୍ଦ୍ର ମୋଦୀ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଅଛନ୍ତି ଆଗ ନବୀନ ପଟ୍ଟନାୟକଙ୍କୁ ଯୋଉ ଅପରାଧୀ ଯୋଉ ପାଣ୍ଡିଆନ ନାମକ ଯୋଉ ଅସାମାଜିକ ଯୁବକ ଯୋଉ କ୍ୟାଟେଗୋରୀ ଗ୍ରୁପ କରିକି ଯୋଉ କବଳିତ କରିକି ରଖିଛି ଆଗ ସେଥିରୁ ଉଦ୍ଧାର କରନ୍ତୁ ତାହେଲେ ଏକୁ ଶୋଭା ପାଇବ କାହିଁକି ତାଙ୍କ ନିର୍ବାଚନ ବେଳେ ଏଇ ଭାଷଣଟି ମୁଖ୍ୟ ଥିଲା। ହଁ ଶୁଣନ୍ତୁ ଯିଏ ବିଜୟୀ ହେଇଛନ୍ତି ସେ ନିଶ୍ଚିତ କଥା କହିବେ ଉତ୍ଫୁଲ୍ଲିତ ହେବେ ଉନ୍ମାଦନାରେ ଆସିବ ଏବଂ ଯେହେତୁ ଓଡିଶାରେ ତାଙ୍କର ସରକାର ଆସିଲା ଓଡିଶା ସରକାର କଣ ପାଇଁ ଆସିଲା ସେମାନେ ଗୋଟେ ଓଡିଶାର ଗୋଟେ କଥାଟାକୁ ଧଇଲେ ଯୋଉ ତାମିଲ କଥାଟାକୁ ଧଇଲେ ଏବଂ ଯୋଉ ପାଣ୍ଡିଆନ କଥାଟା ଧଇଲେ ଅଣ ଓଡିଆ କଥା ଧଇଲେ ଅଣ ଓଡିଆଟି ଯେତେବେଳେ ମାମଲତକାରୀ କଲା ସବୁ ବିଜୁ ଜନତା ଦଳ ଲୋକମାନଙ୍କୁ ତଳେ ବସେଇ ଦେଲେ ନିଜେ ଏକଚାଟିଆ ହେଲିକପ୍ଟର 231 ଥର ବୁଲିଲେ ଏ କଥାଟା ଲୋକଙ୍କ ପାଖରେ ଧଇଲା ଓ ସଭା ସମିତିରେ ପାଣ୍ଡିଆନ ଏକୁଟିଆ ବୁଲିଲେ ବସିଲେ ଅଲଗା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଂସଦ ପ୍ରାର୍ଥୀ ତଳେ ବସିଲେ ତେଣୁ ଏଇ କଥା ଗୁଡିକ ଯେତେବେଳେ ନେଇଛନ୍ତି କହୁଛନ୍ତି ସବୁ ଠିକ ଅଛି କିନ୍ତୁ ଯୋଉ ଖଣି ରୟାଲିଟି ଓଡିଶାରୁ ନିଆଯାଉଛି ହଜାର ହଜାର କୋଟିର ଯୋଉ ନିଆଯାଉଛି ଆମର ଗୋଟେ ଗ୍ରୀନ ସେ 60,000 କୋଟି କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଦେଇନାହାନ୍ତି ତା ବିଷୟରେ କଣ କହିଲେ ତେଣୁ କଥା ହଉଛି ଆଉ ଯୋଉ କଥା ଯୋଉ କହୁଛନ୍ତି ଦେଶର ଯୋଉ ଯୋଜନା ଗୁଡିକ କେନ୍ଦ୍ର ସରକାର କରୁଛନ୍ତି 60-40% ହିସାବ ଅଛି ରାଜ୍ୟ ସରକାର ଯୋଉ ଯୋଉ ଯୋଜନା ଗୁଡିକ 40% ଯୋଉ ଦେବେ କେନ୍ଦ୍ର ସରକାର ବାଧ୍ୟ ସେଥିରେ 60% ଇନଭେଷ୍ଟମେଣ୍ଟ କରିବେ ସରକାରଙ୍କର ଯୋଉ ଲୋକାଭିମୁଖ କାର୍ଯ୍ୟକ୍ରମ ଅଛି ତାକୁ ସେଇ ଜିନିଷ ଗୁଡିକ ତେଣୁ କେନ୍ଦ୍ର ସରକାର ଯାହା କହିଦଉଛନ୍ତି ଆମେ କରୁଛୁ କେନ୍ଦ୍ର ସରକାର କୋଉଠୁ ଆଣିବେ ପଇସା ଆମେ ସାଧାରଣ ଲୋକମାନଙ୍କର ଟ୍ୟାକ୍ସ ଦିଆହଉଛି ଓଡିଶା ସରକାରଙ୍କର ରୟାଲିଟି ଆସୁଛି ଓଡିଶା ଆଜି ତ ଖଣିର ରୟାଲିଟି ଆସିଛି ରେଲୱେର ରୟାଲିଟି ଦିଆହଉଛି ରେଲୱେର ସର୍ବାଧିକ ଏଇଠି ଅଛି ତେଣୁ କଥା ହଉଛି ଯେ ଆମେ ଖାଲି ନିଜେ କହିବା ଯେ ଆମେ ସବୁ ଯୋଜନା ଗୁଡିକ ଅଛି ସେମିତି କିଛି ନଥାଏ ତେଣୁ ଯୋଉ ଯୋଉ ଯୋଜନା ଗୁଡିକ ଲୋକାଭିମୁଖ ଅଛି ଜନସାଧାରଣ ଉପକୃତ ପାଇଁ ତାକୁ 60 ଏବଂ 40% ବ୍ୟବସ୍ଥା ଭିତରେ ରହୁଛି ଲୋକମାନେ ତାର ଯୋଉ ଫାଇଦା ପାଇବାର ଉପକୃତ ଅଛନ୍ତି ଆଉ ଗୋଟେ କଥା ଯୋଉ କହିଲେ ଯୋଉମାନେ ରହିଗଲେ ଯୋଉ ଅପପ୍ରଚାର ହଉଛି ସେ ଅପପ୍ରଚାର କଥା ମୁଁ କହୁଛି ଏବେ ଯୋଉ ସରକାର ଆସିଲେ ନବୀନ ପଟ୍ଟନାୟକ ସରକାର ଯୋଉ ଯୋଉ ଯୋଜନା ଗୁଡିକ କରିଥିଲେ ସେ କଣ ସେମାନେ ନିଜେ କାଲି ପରଦିନ ବିଧାନସଭାରେ 2 ଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗିଲେ ଯେ ଆମେ ସେଇ ଯୋଜନା ଗୁଡିକ ଚଲଉଛୁ କିନ୍ତୁ ଯୋଜନା ନାମ ପରିବର୍ତ୍ତନ କରିଥିଲୁ କାହିଁକି ନା ଆମକୁ ଭଲ ଲାଗିଲା ନାହିଁ ସେଗୁଡିକ କାହିଁକି ନା ଶୁଣନ୍ତୁ ଖାଦ୍ୟ ସୁରକ୍ଷା ଆଇନ କେବେ ତିଆରି ହେଲା କୁହନ୍ତୁ ସେ ତ ରାହୁଲ ଗାନ୍ଧୀ ଏଇ ଯୋଉ ମନମୋହନ ସିଂ ବେଳୁ ଆରମ୍ଭ ହେଇଛି ଯୋଉ ଖାଦ୍ୟ ସୁରକ୍ଷା ଆଇନ କଣ ଏମାନେ କରିଛନ୍ତି ଏଇ ଯୋଉ ମୋଦୀ ସରକାର ବେଳେ ହେଇଛି ତା କେନ୍ଦ୍ର ସରକାର ବେଳେ ହେଇଛି ତ କଥା ହଉଛି ଆପଣ ପ୍ରଧାନମନ୍ତ୍ରୀ ଗୋଟିଏ କଥା ଆଗ ରଖନ୍ତୁ ଯେ ଯୋଉ କଥା କହିଥିଲେ ନିର୍ବାଚନ ବେଳେ ଏ କଥା ଗୁଡିକ ଅପେକ୍ଷା ଯେ ଆମେ ମୋର ବନ୍ଧୁ ନବୀନ ପଟ୍ଟନାୟକ ମୋ ବନ୍ଧୁଙ୍କ ଦେହ ଅସୁସ୍ଥ ମୁଁ ତାଙ୍କୁ ସଜାଡ଼ିବି ମୁଁ ତାଙ୍କୁ ସୁସ୍ଥ କରିବି ତାଙ୍କୁ ଯୋଉ ଅଣ ଓଡିଆ ମାଫିଆ ମାନେ ଏଠି ତାଙ୍କ ଅଣ୍ଟା ଭାଙ୍ଗିବି ସେ ଅଣ ଓଡିଆ ମାଫିଆ ହଉଛି ପାଣ୍ଡିଆନ ସେ ତ ଉପଦ୍ରବ କରୁଛି ଏବେ ବି ଯାଇକି ତାଙ୍କର ଫୁଲା ଭାଙ୍ଗିଆ ହେଇକି ଡମଣା ଛକରେ ଜଣେ ଡକ୍ଟରଙ୍କ ବାହାରକୁ ଯାଇଥିଲେ ପୁଣି ଯାଇଥିଲେ କଟକ ଯୋଉ ଯାଇଥିଲେ ତ୍ରିଶୁଳିଆ ଛକ ଗୋଟେ ଭୋଜି ଖାଇ ଯାଇଥିଲେ ଏବଂ ତାଙ୍କର ସେ ଯୋଉ ଏବେ ବି ସେ ତାଙ୍କର ଯୋଉ ଖଣି ଖାଦାନ ଗାଡି ମଟର ସବୁ ବେପାରରେ ଲିପ୍ତ ଅଛନ୍ତି ଗୋଟେ ସାଧାରଣ ଲୋକ ଓଡିଶାକୁ ଆସିଥିଲେ ଚାକିରି କରିବାକୁ ସେ କେମିତି ଏତେ ପାୱାରଫୁଲ ହେଇଗଲେ ଯେ ହେଲିକପ୍ଟରରେ 235 ଥର ବୁଲିଲେ 256 ଥର ନିର୍ବାଚନ ବେଳେ ତେଣୁ ଏସବୁ ବ୍ୟବସ୍ଥା ଭିତରେ ଯୋଉ ଯାହା ସବୁ କାର୍ଯ୍ୟକ୍ରମ ଯୋଉ ନରେନ୍ଦ୍ର ମୋଦୀ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଅଛନ୍ତି ଆଗ ନବୀନ ପଟ୍ଟନାୟକଙ୍କୁ ଯୋଉ ଅପରାଧୀ ଯୋଉ ପାଣ୍ଡିଆନ ନାମକ ଯୋଉ ଅସାମାଜିକ ଯୁବକ ଯୋଉ କ୍ୟାଟେଗୋରୀ ଗ୍ରୁପ କରିକି ଯୋଉ କବଳିତ କରିକି ରଖିଛି ଆଗ ସେଥିରୁ ଉଦ୍ଧାର କରନ୍ତୁ ତାହେଲେ ଏକୁ ଶୋଭା ପାଇବ କାହିଁକି ତାଙ୍କ ନିର୍ବାଚନ ବେଳେ ଏଇ ଭାଷଣଟି ମୁଖ୍ୟ ଥିଲା।